तो भाई सकाल सकाल वर्तमान मु बाहरी टाटा को आओ वर्तमान तो टाइम 6टा ହେଇଛି मते पहुंचीबार अछि 9टा को टाटा पहुंचीबार अछि सेठी हमर एठू जाइछंती किछि जण ट्रेनिंग रे जाइछंती जोटे कि रेलवे ट्रेनिंग रे जाइछंती टाटा रो किछि दूर आगो मु भी से जगह जानिनी खाली सिनी बोली कहउतले कोन जगहटा नाटा सिनी बोली कहउतले तो से जगह को जाउची वर्तमान आ 8ଟା 9ଟା ବେଳେ ପହଞ୍ଚିକି ପୁଣି ତାଙ୍କୁ ରିସିଭ୍ କରିକି ପୁଣି ରିଟର୍ନ କରିକି ପଳେଇ ଆସିବି ଆଉ ତ ଦେଖିବା କେତେବେଳେ ପହଞ୍ଚୁଛି। ଭାଇ ଆଜି ଆପଣମାନଙ୍କୁ ମୁଁ ଦେଖେଇବି ଆମର ବର୍ତ୍ତମାନ ତ ଦେଖୁଥିଲେ ଆମର ଓଡ଼ିଶା ରୋଡ ଆଉ ଟାଟା ରୋଡ କିଛି ଦେଖେଇବି ହେଲା ଯଦି ସେମିତି ମୌକା ମିଳେ ହେଲା। ଏଇଟା ହଉଛି ଯୋଉ ରୋଡ ଟା ବର୍ତ୍ତମାନ ଦେଖିଲେ ଏଇଟା ହଉଛି ଆମର ଗାଁ ରୋଡ ଟା ମାନେ ଏମିତି କି ନୁହଁ କି ମାନେ ଓ ଏନ୍ଏଚ ଫେନ୍ଏଚ କି ସେମିତି କିଛି ନାହିଁ। ଗାଁ ରୋଡ କେମିତି ଅଛି ଦେଖ ଆଉ ଆମର ଟାଟା କୁ ଗଲେ ଟାଟାରେ ରୋଡ ଦେଖେଇବି କେମିତି ଅଛି ଆଉ ତାଙ୍କର ମାନେ ଟାଉନ କେମିତି ହେଲା। ତ ଭାଇ ଟିକେ ସକାଳୁ ସକାଳୁ ଭଜନ ଶୁଣିଦେଲେ ମନ ପବିତ୍ର ସହିତ ଦିନରେ ଯାହା ବି କାର୍ଯ୍ୟ ସବୁ କରିବ ତାହା ଟିକେ ମାନେ ସଫଳଦାୟକ ହବ। ତେଲ କଣ୍ଟା କିଛି ମାନେ ହାଫ୍ ରୁ ତଳକୁ ଅଛି ଏମଟି ପାଖାପାଖି ଦେଖଉଛି ତ ହୁଣ୍ଡୁକୁ ଫୋନ କରି ପଚାରିବି ଯେ ଆଉ ତେଲ କୋଉଠି ପକେଇତେ ହେବ ତେଲଟା ପକେଇଦେବା ନହେଲେ। ଏଇ ସ୍କୁଲ ଛୁଆ ସବୁ ପତକା ଉଡ଼େଇବା ପାଇଁ ସ୍କୁଲକୁ ଗଲେଣି। ପଇଁତିରିଶରେ 34 ଲିଟର ଗଲା 102 ଟଙ୍କା ଯାଉଛି। ବର୍ତ୍ତମାନ ବାହାରିବା ଯଶୀପୁର ପେଟ୍ରୋଲ ଟାଙ୍କିରେ ଇଏ ବର୍ତ୍ତମାନ ତେଲ ଫୁଲ ହେଲା ଆଉ କେତେ କଣ ରେଞ୍ଜ ଦେଖଉଛି ଦେଖି କଣ୍ଟା ପୁରା ଫୁଲ କୁ ପଳେଇଲା 603 ରେଞ୍ଜ ଦେଖେଇଲା ବର୍ତ୍ତମାନ। ତ ବର୍ତ୍ତମାନ ଟାଇମ ହଉଛି ଆମର ଦେଖିପାରୁଥିବ 7ଟା ବାଜିବ ଆଉ 7ଟା ବେଳେ ବର୍ତ୍ତମାନ ମୁଁ ଯଶୀପୁରରୁ ବାହାରୁଛି। ଇଏ ହଉଛି ଆମର ଯଶୀପୁର ପେଟ୍ରୋଲ ପମ୍ପ। ଆଉ ଦେଖିପାରୁଥିବ ବର୍ତ୍ତମାନ ଟିକେ ଟିକେ ବର୍ଷା ହଉଥିଲା ରାସ୍ତାରେ ଟିକେ ଛାଡିଛି ବର୍ତ୍ତମାନ। ଆଉ ଏଇ ଦୂର ବର୍ଷା ଦିନେ ଭାଇ ଦୂର ପାହାଡ ଦିଶ ହିଁ ସୁନ୍ଦର ତାର ଗୋଟେ ଝଲକ ଦେଖଉଛି ଆପଣ ସାମ୍ନାରେ ପାହାଡଟା ପୁରା କ୍ଲିୟର ଭାବରେ ପୁରା ଦେଖାଯାଉଛି। ସେଇଟା ଛାଡ ଏଇପଟେ ସାଇଡ ଦେଖ ଏଇ ପାହାଡଟା କ୍ୟାମେରାରେ ଏତେ ଭଲସେ ଜଣା ପଡୁଛି କି ନାହିଁ ଜାଣିନାହିଁ। ଭାଇ କୋଉ ଜାଗା କହୁଥିଲେ ବହର୍ଦା ମୁଁ ହାଟ ପାତଳା କହିଲି ନା କି ସେଟା ବହର୍ଦା ବହର୍ଦା ଆଉ ଏଇଟା ମୁଁ ଯାଉଛି ରେ ବାଇପାସ ରେ ଯାଉଛି ତାର ବଜାର ଟା ଏପଟେ ଭିତର ଆଡେ ରହିଲା ଟାଉନ ଟା ବହର୍ଦା। ତେରିଙ୍ଗ ମାର୍କେଟ ଏଇଟା ହଉଛି ଦେଖିପାରୁଥିବ ତେରିଙ୍ଗ। ୟା ପରଠୁ ଆମର ଷ୍ଟାର୍ଟ ହବ ଝାଡଖଣ୍ଡ ବର୍ଡର ଷ୍ଟାର୍ଟ ହେଇଯାଉଛି। ଏଇଟା ଲେଖା ହେଇଛି ତେରେଙ୍ଗ ଥାନା। ତ ଭାଇ ଇଏ ହଉଛି ଆମର ଓଡ଼ିଶା ସୀମା। ଏ ଗେଟ୍ଟା ଦେଖିପାରୁଥିବେ ଆମର ଓଡ଼ିଶାର ଗେଟ୍ ଯେଉଁଟାକି ଭିଜିଟ୍ ଏଗେନ୍ ଲେଖା ହେଇଛି। ୟା ପରଠୁ ଷ୍ଟାର୍ଟ ହେଇଯାଉଛି ଆମର ଝାଡ଼ଖଣ୍ଡ। ତ ଏଇଟା ଆଗରେ ଯେଉଁ ଦେଖୁଛନ୍ତି ଏଇଟା ହେଉଛି ଆମର ଝାଡ଼ଖଣ୍ଡ ଗେଟ୍ ତାଙ୍କର କ'ଣ ହିନ୍ଦୀରେ ଲେଖା ହେଇଛି ସିଂ ସର୍ଦ୍ଦାର। ଦେଖିପାରୁଥିବ ଆଗରେ ଗୋଟେ ମନ୍ଦିର ଅଛି। ଆମେ ବର୍ତ୍ତମାନ ଝାଡ଼ଖଣ୍ଡକୁ ଏଣ୍ଟର କଲେ। କଥାଟା ହଉଛି ଆମେ ଯଦି ସାଧା ମିଲ୍ ଗୋଟେ ଓଡ଼ିଶାରେ ଖାଇଲେ ଆମର ନେଉଛନ୍ତି ଯଦି 60 ଟଙ୍କା କିମ୍ବା 70 ଟଙ୍କା ନେଉଛନ୍ତି ତାହେଲେ ଆମେ ସେଠି ପାଉଛୁ ଭଜା ପାଉଛୁ ଆଳୁ ଚଖା ପାଉଛୁ ଆଉ ଡାଲି ପାଉଛୁ ଆଉ ପରିବା ପାଉଛୁ ତା ସହିତ ପାମ୍ପଡ଼ ଫାମ୍ପଡ଼ ବି ଦଉଛନ୍ତି କିଛି କିଛି ହୋଟେଲରେ। କିନ୍ତୁ ଯଦି ଆପଣ ସେଇଟା ଝାଡ଼ଖଣ୍ଡରେ ଖାଇବା ପାଇଁ ଯିବେ ସେଇ ସାଧା ମିଲ୍ ଗୋଟେ 60-70 ଟଙ୍କା ତାଙ୍କର ପାର୍ଟ ପାର୍ଟ ସବୁ ଅଛି। ମାନେ ଭାତ ଯୋଉ ଗୋଟେ ପ୍ଲେଟ ଦେବେ ସେଇଟା କିଛି ପ୍ରାଇସ୍ ତାର ଇନକ୍ଲୁଡ ଥିବ ତାର ଅଲଗା ପ୍ରାଇସ୍। ଡାଲି ଗୋଟେ ପାଇଁ ତାର ଗୋଟେ ଅଲଗା ପ୍ରାଇସ୍ ଇନକ୍ଲୁଡ ଥିବ ଆଉ
ଆସିଲା ଯେ ଭଜା ପାଇଁ ଗୋଟେ ଅଲଗା ପ୍ରାଇସ୍ ଇନକ୍ଲୁଡ୍ ଥିବ। ଏମିତି ସବୁ କିଛି ମାନେ ତାର ଅଲଗା ଅଲଗା ସବୁ ମାନେ ପ୍ରାଇସ୍ ଇନକ୍ଲୁଡ୍ ହେଇକି ତମର ଯଦି ସବୁ ଆମର ଯେମିତି 80 ଟଙ୍କା ନା 70 ଟଙ୍କାରେ ଯଦି ସାଧା ମିଳିଲା ଯେତିକି ଜିନିଷ ଖାଉଛେ ସବୁ ସେତିକି ଜିନିଷ ଖାଇଲା ମାନେ ଏଟା ହେଇଯାଇଥିବ ତୁମର 150 ଉପରେ ହେଇଯାଇଥିବ। ତ ଏମିତି ସବୁ ରହୁଛି। ତାପରେ ଆମର ସେକେଣ୍ଡ ଟାଇମ୍ ଯୋଉ ଭାତ ନେବ ଓଡ଼ିଶାରେ ତାର ପାଇଁ ବି କିଛି ଆଉ ତୁମକୁ ପେ କରତେ ପଡିବ ନାହିଁ, ପଇସା ହେଇତେ ପଡିବ ନାହିଁ। ହେଲେ ତୁମେ ଯଦି ଏଠି ଖାଉଛ ଝାଡଖଣ୍ଡରେ ଯଦି ଥରେ ଖାଇବ ତାପରେ ସେକେଣ୍ଡ ଟାଇମ୍ ଆଉ ଥରେ ଭାତ ନେବ ତାହେଲେ ସେଠାରେ ଅଲଗା ଏକ୍ସଟ୍ରା ପଇସା ହେଇତେ ଲାଗି ପଡିବ। ଏଠି ସିଷ୍ଟମ ସବୁ ଏମିତି କିଛି ଅଛି ହେଲା। ତ ଯଦି ଖାଇ ଝାଡଖଣ୍ଡରେ ତାହେଲେ ତାର ଦେଖେଇଦେବି କେମିତି କିସ ସବୁ ରହୁଛି, ତାର ମେନୁ ରହୁଛି ଆଉ ଯାହା ବି କିଛି କେମିତି ଖାଇବା ଦଉଛନ୍ ହେଲା। ଆଉ ବାକି ଚାଲ ଆଉ ଅଳ୍ପ ବାଟ ଅଛି ପହଞ୍ଚିବା। ଆଉ ଏଠୁ ରହିଲାନି 30-40 କିଲୋମିଟର ରହିଲାନି ଟାଟା। ତ ଭାଇ ଦେଖି ପାରୁଥିବ ଆମର ଝାଡଖଣ୍ଡ ରାସ୍ତା କୋଉ ଭଳିଆ ଅଛି। ଏଇଟା ଏଇ ଖାଲ ଢିପ ହେଇକି ରାସ୍ତା ସାରା ଏମିତି ଅଛି ପୁରା ଏଇଭଳିଆ। ଆମର କଣ କହୁଥିଲି, ଏଇଟା ଦେଖ ଏପଟେ ଓଡିଶା ଅପେକ୍ଷା ମାନେ ୟା ଅପେକ୍ଷା ଓଡିଶାରେ ବହୁତ ଭଲ ରାସ୍ତା ଅଛି। ଯୋଉଆଡେ ବି ଯାଉ ତମେ ଗାଁକୁ ଯାଉ କିମ୍ବା ଯୋଉଆଡେ ବି ଯାଉ ମାନେ କୋଉ କୋଉ ଜାଗାରେ ହେଇପାରି ନାହିଁ, କିନ୍ତୁ ମୁଁ ଯେତିକି ଜାଗା ଓଡିଶାରେ ଯାଇଛି ପ୍ରାୟତଃ ୟାଠୁ ବହୁତ ଭଲ ରାସ୍ତା ଅଛି। ଏଇଟା ତ ଆମର ଗୋଟେ ମୁଖ୍ୟ ରାସ୍ତା କହିବା ପାଇଁ ଗଲେ ମାନେ କହିତେ ହଉଛି ଏଇଟା ଆମର ଯେହେତୁ ଗୋଟେ ସଂଯୋଗ କରୁଛି ଆମର ଗୋଟେ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ସଂଯୋଗ କରୁଛି। ତ ତାର ରାସ୍ତା କେମିତି ଦେଖିପାରୁଥିବ, ଆମର ଓଡିଶାରୁ ଆସିଲି ରାସ୍ତା ଦେଖୁଥିଲ ଆଉ ବର୍ତ୍ତମାନର ରାସ୍ତା ଦେଖ। ତ ଏଇଟା ହଉଛି ଭାଇ ହାତା ମାର୍କେଟ ଦେଖିପାରୁଥିବ। ଆଉ ଏଇଠି ଯୋଉ ବାମକୁ ଯାଇଛି ରୋଡ ଟା ଗୋଟେ କୋଉ ମନ୍ଦିରଟା ଅଛି କେଜାଣି ହେଲା। Take the next left to stay on National Highway 220. Continue on National Highway 220 for 15 kilometers. ଏ ରାସ୍ତାରେ ମୁଁ ଯାଇନି ଥରେ ବି। ଆଉ ସେପଟେ ସିଧା ସିଧା ଯାଇଛି ଆମର ଟାଟାକୁ ଯାଇଛି 2-3 ଥର ଯାଇଛି। ଆଗରୁ ସେଠି ରହୁଥିଲି 2-3 ଥର ନାହିଁ ବହୁତ ଥର ଯାଇଛି, କିନ୍ତୁ ଏଇ ରାସ୍ତାରେ ଫାର୍ଷ୍ଟ ଟାଇମ୍ ମୋର। Take the next right onto Rajnagar, Jugsalai Road. ସରାଇକଲା ନଗର ପଞ୍ଚାୟତ। ବର୍ତ୍ତମାନ ମୁଁ ଅଛି ସିନିରେ। ଆଉ ସିନିର ଏଠି ଗୋଟେ ଅଛି ମାନେ ରେଲୱେ ଟ୍ରେନିଂ ସେଣ୍ଟରଟା ଗୋଟେ ଅଛି, ଆପଣଙ୍କୁ ଦେଖାଉଛି ହେଲା। ଆଉ ଛୁଆ ଗୁଡା ତ ସବୁ ପଳେଇଲେ, ବର୍ତ୍ତମାନ ପତାକା ଉଡଉଥିଲେ ପଳେଇଲେ। ତ ନେବା ପାଇଁ ଆସିଛି ମୁଁ, ଯୋଉମାନେ ଟ୍ରେନିଂ ନେବା ପାଇଁ ଆସିଥିଲେ ଆମର ଗାଁରେ ଜଣେ ହେବେ ଆଉ କିଛି ଜଣ ତାଙ୍କ ଷ୍ଟାଫ ସମସ୍ତେ ଏଇଠି ଆସିଥିଲେ ଟ୍ରେନିଂ ନେବା ପାଇଁ। ତ ତାଙ୍କୁ ନେବା ପାଇଁ ଆସିଛି। ତ ଦେଖାଉଛି ତମକୁ ମାନେ ଗେଟଟା ହେଲା। ଏ ସବୁ ହ୍ୱାଇଟ୍ ଡ୍ରେସ୍ ବାଲା ମାନେ ସବୁ ରେଲୱେ ଷ୍ଟାଫ। ଆଉ ଏଇଟା ହଉଛି ତାଙ୍କର ରେଲୱେ ଟ୍ରେନିଂ ଇନଷ୍ଟିଚ୍ୟୁଟଟା, ଏଠି ଟ୍ରେନିଂ ନିଆ ହଉଥିଲା। ହେବ ନା ହେଇଗଲା ଇଏ ଟାଇପ ସି ଚାର୍ଜର ଅଛି, ଟାଇପ ସି ଚାର୍ଜର ସବୁ ବ୍ୟାଗ ଭିତରେ ଅଛି। ବ୍ୟାଗ ଭିତରେ ସବୁ ଅଛି। ମ୍ୟାପ୍ ତାହେଲେ କାହାର ଗୋଟେ କୋଉଠି ଲଗାଅ। ମ୍ୟାପ୍ ଦରକାର ନାହିଁ, ଚାଲ